ଖ୍ରୀଷ୍ଟଙ୍କ ଜଗରେ ମୋର ପ୍ରିୟର ଭାଇ ଭଉଣୀ ମାନେ ସମସ୍ତଙ୍କୁ ଜୟ ଯୀଶୁ। ଆଜି ଆମେ ଲୁକ୍ ଲିଖିତ ସୁସମାଚାର 18 ଅଧ୍ୟାୟର 1ରୁ 8 ପଦକୁ ଆମେ ଅନୁଧ୍ୟାନ କରିବା ଏବଂ ଆଜି ପ୍ରଭୁ ଏହି ସୁସମାଚାର ମାଧ୍ୟମରେ ଆମ ସମସ୍ତଙ୍କୁ ଅତି ସୁନ୍ଦର ଶିକ୍ଷା ପ୍ରଦାନ କରୁଛନ୍ତି। ସେ ଦୃଷ୍ଟାନ୍ତ ପ୍ରଦାନ କରୁଛନ୍ତି ସେ ବିଧବା ଏବଂ ଅନ୍ୟାୟ ବିଚାରପତିଙ୍କ ବିଷୟରେ। କିଭଳି ଭାବରେ ସେହି ବିଧବା ମା ବାରମ୍ବାର ସେ ବିଚାରପତିଙ୍କ ପାଖକୁ ଯାଇ ସେ ନ୍ୟାୟ ମାଗୁଛନ୍ତି। ଏହି ଦୃଷ୍ଟାନ୍ତ ମାଧ୍ୟମରେ ପ୍ରଭୁ ଆମକୁ କହୁଛନ୍ତି ଯେ ଆମେ ହତ ଉତ୍ସାହିତ ନ ହୋଇ ଆମେ ବାରମ୍ବାର ଆମେ ପ୍ରାର୍ଥନା ମାଗିବାର ଆବଶ୍ୟକ ଅଛି। ଆମେ ଶୁଣିଲୁ ସେହି ସୁସମାଚାରରେ ସେ ବିଚାରପତି ନା ପ୍ରଭୁଙ୍କୁ ଭୟ କରୁଛନ୍ତି ନା କୌଣସି ମନୁଷ୍ୟକୁ ଖାତିର କରୁଛନ୍ତି। ସେ କାହାକୁ ବି ଖାତିର କରୁନାହାନ୍ତି। ସେହିଭଳି ବିଚାରପତିଙ୍କ ପାଖକୁ ଏହି ବିଧବା ମା ଯାଇ ବାରମ୍ବାର ନ୍ୟାୟ ମାଗୁଛନ୍ତି। ଅବଶ୍ୟ ସେହି ବିଚାରପତି ପ୍ରଭୁଙ୍କୁ ଭୟ କରୁନାହାନ୍ତି କି କୌଣସି ମନୁଷ୍ୟକୁ ଖାତିର କରୁନାହାନ୍ତି। ଯେହେତୁ ଏହି ବିଧବା ମା ବାରମ୍ବାର ଯାଇ ତାଙ୍କଠାରେ ପ୍ରାର୍ଥନା କରୁଛନ୍ତି, ବିନତି କରୁଛନ୍ତି, ସେ ବିଚାରପତି ନିଷ୍ପତ୍ତି ନେଉଛନ୍ତି ଯେ ଏହି ବିଧବା ମାକୁ ସେ ନ୍ୟାୟ ଦେବେ। ମୋର ପ୍ରିୟର ଭାଇ ଭଉଣୀ ମାନେ, ଯଦି ଏହି ଅନ୍ୟାୟ ବିଚାରପତି ପ୍ରଭୁଙ୍କୁ ଭୟ ନ କରିବା ବିଚାରପତି ସେ ବାରମ୍ବାର ମାଗିବା ଦ୍ୱାରା ସେ ନିଷ୍ପତ୍ତି କରୁଛନ୍ତି ଯେ ଏହି ମାକୁ ସେ ନ୍ୟାୟ ଦେବେ, ଆମେ ଟିକେ ଚିନ୍ତା କରିବା। ଯେଉଁ ପ୍ରଭୁ ଆମ ସମସ୍ତଙ୍କୁ ଏତେ ପ୍ରେମ କରୁଛନ୍ତି, ଆମ ସମସ୍ତଙ୍କ ପାଇଁ ତାଙ୍କ ପ୍ରିୟ ପୁତ୍ରଙ୍କୁ ପ୍ରେରଣ କରିଛନ୍ତି, ଯଦି ସେହି ପ୍ରଭୁଙ୍କ ଠାରେ ସେହି ପିତା ପରମେଶ୍ୱର ଠାରେ ଯଦି ଆମେ ପ୍ରାର୍ଥନା ମାଗିବା, ସେ ଆମକୁ କଣ ପାଇଁ ଦେବେ ନାହିଁ? ଯଦି ଆମେ ପଢିବା ଜନ୍ ଲିଖିତ ସୁସମାଚାର 3 ଅଧ୍ୟାୟର 16 ପଦରେ ଲେଖା ଅଛି, ଈଶ୍ୱର ଜଗତକୁ ଏଡେ ପ୍ରେମ କଲେ ଯେ ସେ ତାଙ୍କର ଅଦ୍ୱିତୀୟ ପୁତ୍ରକୁ ଏ ଧରାପୃଷ୍ଠକୁ ପ୍ରେରଣ କଲେ, ଯେପରି ଯେଉଁମାନେ ତାଙ୍କଠାରେ ବିଶ୍ୱାସ କରିବେ ସେମାନେ ଅନନ୍ତ ଜୀବନ ପାଇବେ। ସେହି ପିତା ପରମେଶ୍ୱର ଆମ ସମସ୍ତଙ୍କୁ ପ୍ରେମ କରିବା ହେତୁ ତାଙ୍କ ପ୍ରିୟ ପୁତ୍ରଙ୍କୁ ଏ ଧରାପୃଷ୍ଠକୁ ପଠାଇଛନ୍ତି। ଯଦି ସେହି ପ୍ରଭୁଙ୍କଠାରେ ଯଦି ଆମେ ବାରମ୍ବାର ପ୍ରାର୍ଥନା କରିବା, ସେହି ପ୍ରଭୁ ଆମକୁ ଆମର ପ୍ରାର୍ଥନାର ଫଳ କଣ ପାଇଁ ଦେବେ ନାହିଁ? କିନ୍ତୁ ଆମେ ବାରମ୍ବାର ମାଗିବା ପାଇଁ ଆମେ ଭୁଲି ଯାଉଅଛୁ। ଆମେ ହତ ଉତ୍ସାହ ହୋଇଯାଉଅଛୁ। କାରଣ ସେହି ଦୟାମୟ ପ୍ରଭୁ ଶ୍ରୀକୃଷ୍ଣ ଆମକୁ କହିଛନ୍ତି ମାଥି ଲିଖିତ ସୁସମାଚାର 7 ଅଧ୍ୟାୟର 7 ପଦରେ, ମାଗ ତମେ ପାଇବ, ଖୋଜ ମିଳିବ, ଦ୍ୱାରକୁ ଆଘାତ କର ତମ ପାଇଁ ଦ୍ୱାର ଫିଟାଯିବ। ଯେତେବେଳେ ସେହି ଦୟାମୟ ପ୍ରଭୁ ସ୍ୱୟଂ ଏହି ବାକ୍ୟ ଆମକୁ କହୁଛନ୍ତି, ସେହି ପ୍ରଭୁଙ୍କ ଠାରେ ଯଦି ଆମେ ବାରମ୍ବାର ପ୍ରାର୍ଥନା କରିବା, ନିଶ୍ଚିତ ଭାବରେ ଆମର ପ୍ରାର୍ଥନାର ଫଳ ଆମକୁ ମିଳିବ। କିନ୍ତୁ ଆମେ ମାନେ ଏହି ଦୁର୍ବଳ ମନୁଷ୍ୟ ଗୋଟେ ଦିନ 2 ଦିନ ପ୍ରାର୍ଥନା କରିଲା ପରେ ଯଦି ଆମର ପ୍ରାର୍ଥନା ଗ୍ରହଣ ଯୋଗ୍ୟ ନ ହେଲେ ଆମେ ସମସ୍ତେ ଭାଙ୍ଗି ପଡୁଛୁ। ପ୍ରଭୁଙ୍କ ଠାରେ ପ୍ରାର୍ଥନା କରିବା ପାଇଁ ମଧ୍ୟ ଆମେ ଭୁଲି ଯାଉଅଛୁ। କିନ୍ତୁ ଆଜିର ସୁସମାଚାର ମାଧ୍ୟମରେ, ଆଜିର ଦୃଷ୍ଟାନ୍ତ ମାଧ୍ୟମରେ ପ୍ରଭୁ ଆମ ସମସ୍ତଙ୍କୁ ଶିକ୍ଷା ଦେଉଛନ୍ତି ଯେ ଆମେ ହତୋତ୍ସାହିତ ନ ହୋଇ ବାରମ୍ବାର ପ୍ରଭୁଙ୍କ ଠାରେ ପ୍ରାର୍ଥନା କରିବା। କାରଣ ଆମେ ମନୁଷ୍ୟ ହୋଇ ଜାଣିପାରୁଛୁ ଆମର ନିଜର ବ୍ୟକ୍ତି ମାନଙ୍କୁ ଆମେ କଣ ଦେବା। ଆମେ ଯଦି ପଢିବା ମାଥି ଲିଖିତ ସୁସମାଚାର 7 ଅଧ୍ୟାୟର 11 ପଦରେ, ଆମେ ମନୁଷ୍ୟ ହୋଇକି ମଧ୍ୟ ଆମ ପିଲାମାନଙ୍କୁ ଯଦି ଆମେ ଉତ୍ତମ ଦ୍ରବ୍ୟ ଦେବା ପାଇଁ ଜାଣିଛୁ, ସେହି ପ୍ରଭୁ ଆମକୁ ଯିଏ ଏତେ ପ୍ରେମ କରନ୍ତି, ସେହି ପ୍ରଭୁ ଆମକୁ କେତେ ନା ଉତ୍ତମ ବିଷୟ ଆମକୁ ପ୍ରଦାନ କରିବେ। ତେଣୁକରି ମୋର ପ୍ରିୟର ଭାଇ ଭଉଣୀ ମାନେ, ଆମେ ସଦାସର୍ବଦା ପ୍ରଭୁଙ୍କ ଠାରେ ବିଶ୍ୱସ୍ତ ହୋଇ ପ୍ରାର୍ଥନାରତ ରହିବାର ଆବଶ୍ୟକ ଅଛି। ବାରମ୍ବାର ଆମେ ପ୍ରାର୍ଥନା କରିବାର ଆବଶ୍ୟକ ଅଛି। ନିଶ୍ଚିତ ଭାବରେ ସେ ଦୟାମୟ ପ୍ରଭୁ ଆମକୁ ଆମର ପ୍ରାର୍ଥନାର ଫଳ ପ୍ରଦାନ କରିବେ। ସେହି ପ୍ରଭୁ ଜାଣନ୍ତି କେଉଁ ସମୟରେ କାହାକୁ କଣ ଦେବାର ଅଛି, ସେ ଜାଣିଥାନ୍ତି। ତାହା ହିସାବରେ ସେ ଆମକୁ ସେ ପ୍ରଦାନ କରିଥାନ୍ତି। ଆମେ ସମସ୍ତେ ଶୁଣିଅଛୁ ସାଧ୍ୱୀ ମନିକାଙ୍କ ବିଷୟରେ। ତାଙ୍କର ପ୍ରିୟ ପୁତ୍ର ସାଧୁ ଅଗଷ୍ଟିନ ଯେତେବେଳେ ସେ ଛୋଟ ଥିଲେ, ସେ ବୁଦ୍ଧିରେ ଜ୍ଞାନରେ ପରିପୂର୍ଣ୍ଣ ଥିଲେ, ତଥାପି ସେ ଈଶ୍ୱରଙ୍କ ଠାରେ ଭୟଭକ୍ତି କରୁନଥିଲେ। ସେ ପ୍ରାର୍ଥନାମୟ ଜୀବନଯାପନ କରୁନଥିଲେ। ତାଙ୍କର ମନ ପରିବର୍ତ୍ତନ ପାଇଁ ତାଙ୍କର ମାତା ସଦାସର୍ବଦା ପ୍ରଭୁଙ୍କ ଠାରେ ପ୍ରାର୍ଥନା କରୁଥିଲେ, ଅନ୍ୟମାନଙ୍କ ପାଖକୁ ଯାଉଥିଲେ ଏବଂ ତାଙ୍କ ପୁଅଙ୍କର ମନ ପରିବର୍ତ୍ତନ ପାଇଁ ସେ ପ୍ରାର୍ଥନା ମାଗୁଥିଲେ। କିନ୍ତୁ ଏତେ ଜଲ୍ଦି ପ୍ରଭୁ ତାଙ୍କର ପ୍ରାର୍ଥନା ଶୁଣି ନଥିଲେ। ତାଙ୍କ ପୁଅ ଏତେ ଜଲ୍ଦି ସେ ମନ ପରିବର୍ତ୍ତନ କରିନଥିଲେ। ତଥାପି ମନିକା କେବେ ବି ଭାଙ୍ଗି ପଡିନଥିଲେ। ଆମେ ଜାଣିଅଛୁ ସେ ବର୍ଷେ ନା 2 ବର୍ଷ 3 ବର୍ଷ ପ୍ରାର୍ଥନା କରିଲେ ନୁହଁ, ଦୀର୍ଘ 18 ବର୍ଷ ପ୍ରାର୍ଥନା ପରେ ତାଙ୍କ ପୁଅଙ୍କର ମନ ପରିବର୍ତ୍ତନ ହେଉଅଛି। ମୋର ପ୍ରିୟର ଭାଇ ଭଉଣୀ ମାନେ, ଆମେ ଏହି ସାଧ୍ୱୀଙ୍କ ଠାରୁ ମଧ୍ୟ ଏହା ଶିକ୍ଷା ପାଇବା କିଭଳି ଭାବରେ ସେ ଦୃଢ଼ ବିଶ୍ୱାସ ରଖି
न भांगी पड़ी प्रभु ठारे से प्रार्थना करुले। दीर्घ 18 वर्ष माने साधारण कथा नुहे। आमे माने गोटे दिन 2 दिन गोटे मास 2 मास जदि प्रार्थना करिबा हमर प्रार्थनार किछि फल मिलु नाही, आमे समस्त भांगी पड़ी ईश्वर को निंदा करी प्रार्थना करिबाटा आमे छाड़ी दउछु। किंतु एही मां तांको पुंकर मन परिवर्तन पई दीर्घ 18 वर्ष प्रार्थना करिथिले एवं 18 वर्ष परे प्रभु तांकर प्रार्थना सुनुछंती, तांको पुंकर मन परिवर्तन करूछंती एवं सेही पुओ जे दुष्ट जीवन यापन करथिला सेही पुओ आम मंडल गोटे महान साधु भाव परिचित होउछंती। तेणु करी मोर प्रियर बापा माँ भाई भणी माने आसंतु आमे आज शिक्षा ठारो एहा पाइबा जे आमे केबे भी प्रार्थना करिबा पई भांगी पड़िबा नहीं। सदा सर्वदा प्रभु ठारे विश्वास करी प्रार्थना रत हेबा, ताहले निश्चित भाव से दयामय प्रभु आम समस्त को आशीर्वाद करिवे। दयामय प्रभु आम समस्त को आशीर्वाद प्रदान करंतु। आमेन।